ଆପଣ କେବେ ଭାବିଛନ୍ତି କି କେବଳ ଗୋଟିଏ ହୋଲି ରଙ୍ଗର ଛିଟା କେବେ କାହାର ଜୀବନ ନେଇପାରେ? ହଁ ଆଜ୍ଞା, ଏହି ଘଟଣାଟି ଘଟିଛି 4 ମାର୍ଚ୍ଚ 2026 ତାରିଖରେ ହୋଲିର ଦିନ। ଦିଲ୍ଲୀର ଉତ୍ତମ ନଗର ସମସ୍ତେ ଖୁସିରେ ହୋଲି ଖେଳୁଛନ୍ତି। ପିଲାମାନେ ବେଲୁନ ଫୋପାଡ଼ା ଫୋପଡ଼ି ହେଉଛନ୍ତି, ରଙ୍ଗ ଖେଳୁଛନ୍ତି। ଏହି ଖେଳ ଭିତରେ ଗୋଟିଏ ଛୋଟିଆ ଝିଅ ଛାତ ଉପରୁ ବେଲୁନଟି ଫିଙ୍ଗି ଦେଇଥିଲା। ବେଲୁନଟି ତଳେ ପଡ଼ି ଫାଟି ଯାଇଥିଲା ଆଉ ତା ରଙ୍ଗୀନ ପାଣିର ଛିଟା ଜଣେ ମୁସଲିମ ମହିଳାଙ୍କ ଉପରେ ଦୁର୍ଭାଗ୍ୟବଶତଃ ପଡ଼ିଯାଇଥିଲା। ଏହା ଆପଣଙ୍କୁ ଗୋଟିଏ ଛୋଟ ଘଟଣା ଭଳି ଲାଗିଥାଇପାରେ, ହେଲେ କିନ୍ତୁ ଏହା ପରବର୍ତ୍ତୀ ସମୟରେ ଗୋଟିଏ ବଡ଼ ହିଂସାରେ ପାଲଟି ଯାଇଥିଲା, ଯାହାକି ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଜଣେ 26 ବର୍ଷର ଯୁବକକୁ ପିଟି ପିଟି ହତ୍ୟା କରିଦିଆଗଲା। ତାର ନାଁ ଥିଲା ତରୁଣ। ତରୁଣ କିଏ ଥିଲା? ତା ପରିବାରରେ କିଏ କିଏ ଥିଲେ? ସେଦିନ ତା ସହ କ'ଣ ଘଟିଥିଲା? ମୁଁ ସୁନୀଲ ଆପଣଙ୍କୁ ସ୍ୱାଗତ ଜଣାଉଛି କଳା ସତ୍ୟରେ। ଆପଣ ଦେଖୁଛନ୍ତି ତରୁଣ କୁମାରର ମର୍ଡର କେସ୍, ଯାହାକି ସାରା ଦେଶକୁ ହୋଲି ଦିନ ସ୍ତବ୍ଧ କରିଦେଇଥିଲା। 4 ମାର୍ଚ୍ଚ 2026 ତରୁଣ ଦିଲ୍ଲୀର ଉତ୍ତମ ନଗରର ବାସିନ୍ଦା। ତରୁଣର ବାପାଙ୍କ ନାମ ମମରାଜ। ସେ ଘରମାନଙ୍କରେ ରଙ୍ଗ କାମ କରନ୍ତି, ଅର୍ଥାତ୍ ଦିନସାରା ଯାହା ପରିଶ୍ରମ କରିକି ଯେତିକି ରୋଜଗାର ହୁଏ ସେତିକିରେ ସେମାନେ ଚଳିଯାଆନ୍ତି। ମମରାଜଙ୍କ 3ଟି ସନ୍ତାନ, 2 ପୁଅ ଓ ଗୋଟିଏ ଝିଅ। ତରୁଣ ଥିଲା ମଝିଆ ପୁଅ। ବାପା ତାକୁ ନେଇ ବହୁତ ଗର୍ବ କରୁଥିଲେ। ତରୁଣ ସେହି ଗଳିରେ ବଢ଼ିଥିଲା ଏବଂ ସେ ପୂଜା ପବ୍ଲିକ ସ୍କୁଲରେ ପାଠ ପଢ଼ିଥିଲା। କମର୍ସରେ ସିଏ +2 ପାସ୍ କରିଥିଲା। ତାପରେ ସେ କୌଣସି ସାଧାରଣ କଲେଜରେ ପଢ଼ିଲା ନାହିଁ। ସେ ଚାହୁଁଥିଲା କିଛି ନୂଆ ଶିଖିବାକୁ। ବର୍ଷେ ତଳେ ଏକ ଇଣ୍ଟରନେଟ୍ ଡିଜାଇନ କୋର୍ସରେ ନାମ ଲେଖାଇଥିଲା। ତାର ସ୍ୱପ୍ନ ଥିଲା ଘରମାନଙ୍କୁ ଡିଜାଇନ କରିବା। ସବୁ ପୁଅ ଭଳି ସିଏ ବି ଚାହୁଁଥିଲା ଯେ ଅଧିକରୁ ଅଧିକ ଟଙ୍କା ରୋଜଗାର କରି ବାପା ମାଆଙ୍କୁ ଫାଇନାନ୍ସିଆଲି ବହୁତ ସାହାଯ୍ୟ କରିବ। ତରୁଣ ସର୍ବଦା ନିଜକୁ ଫିଟ୍ ରଖିବା ପାଇଁ ଜିମ୍ ଯାଉଥିଲା। ତାର କାମ ଥିଲା ସକାଳ ପ୍ରାୟ 10ଟା କିମ୍ବା 11ଟାରେ ଉଠିବା, କ୍ଲାସ୍ ଯିବା ଏବଂ ତାପରେ ଜିମ୍ ଯିବା, ରାତିରେ ଘରକୁ ଫେରିବା। ସେ ବହୁତ ପରିଶ୍ରମୀ ଥିଲା। ତରୁଣର ବାପା ତାକୁ ମାସକୁ ପ୍ରାୟ 6,000 ଟଙ୍କା ଦେଉଥିଲେ ଖର୍ଚ୍ଚ ପାଇଁ। ତରୁଣ ବର୍ତ୍ତମାନ ସୁଦ୍ଧା କିଛି ଚାକିରି କରିନଥିଲା, କିନ୍ତୁ ପାଠପଢ଼ା ଜାରି ରଖିଥିଲା, ବହୁତ ପରିଶ୍ରମ କରୁଥିଲା। ତରୁଣ ଯେତେବେଳେ ସେହି ଗଳିରେ ବୁଲେଟରେ ଯାଉଥିଲା, ସେହି ସମୟରେ ଲୋକେ ତାକୁ ଅଲଗା ନଜରରେ ଦେଖୁଥିଲେ। ସେ ବେଳେବେଳେ ସେ ତା ବାପାଙ୍କୁ କହୁଥିଲା ଯେ, ବାପା, ଲୋକେ ମୋତେ ଅଜବ ଢଙ୍ଗରେ ଦେଖନ୍ତି, ଯେମିତି ଈର୍ଷା କରନ୍ତି। ହେଲେ କିନ୍ତୁ ତରୁଣର ବାପା ଏହା ଚାହୁଁନଥିଲେ ଯେ ସେ ଅଧିକରୁ ଅଧିକ ଟଙ୍କା ରୋଜଗାର କରୁ। ହେଲେ କିନ୍ତୁ ସେ ଏହା ଚାହୁଁଥିଲେ ଯେ ମୋ ପୁଅ କେମିତି ଭଲରେ ରହୁ, ଭଲରେ ଖାଉ, ଭଲରେ ବଞ୍ଚୁ ଏବଂ ଭଲରେ ପିନ୍ଧୁ। ବାସ୍ ଏତିକି, ଆଉ କିଛି ନୁହେଁ। ତରୁଣର ପରିବାର ଦିଲ୍ଲୀର ଗୌତମ ନଗରରେ ପ୍ରାୟ 50 ବର୍ଷ ଧରି ରହି ଆସୁଥିଲେ। ସେମାନଙ୍କ ପଡ଼ୋଶୀରେ ଗୋଟିଏ ମୁସଲିମ ପରିବାର ରହୁଥିଲା। ଭିନ୍ନ ସମ୍ପ୍ରଦାୟ ହୋଇଥିବା ହେତୁ 2 ପରିବାର ଭିତରେ ଛୋଟ ମୋଟ ଝଗଡ଼ା ପ୍ରାୟ ଚାଲି ଆସୁଥିଲା। ଯେମିତି ଆବର୍ଜନା କୁଆଡ଼େ ଫିଙ୍ଗିବା, ଗାଡ଼ି ପାର୍କିଂ, ଏମିତି ସାମାନ୍ୟ କଥାକୁ ନେଇ ପ୍ରାୟତଃ ଝଗଡ଼ା ଲାଗି ରହୁଥିଲା। ସେଦିନ ଠିକ୍ କ'ଣ ହୋଇଥିଲା? 4 ମାର୍ଚ୍ଚ 2026 ବୁଧବାର, ହୋଲିର ଦିନ। ସକାଳୁ ରଙ୍ଗ ଖେଳ ହେଉଥିଲା। ତରୁଣର ପରିବାରର ଜଣେ 11 ବର୍ଷୀୟ ଝିଅ ଛାତ ଉପରେ ଠିଆ ହୋଇଥିଲା। ସେ ତଳେ ନିଜ ସମ୍ପର୍କୀୟ ଉପରେ ବେଲୁନ ଫିଙ୍ଗିବାକୁ ଚାହୁଁଥିଲେ। ହାତରେ ଗୋଟିଏ ବେଲୁନଟି ଥିଲା, ଯାହା ଭିତରେ ରଙ୍ଗ ପାଣି ଭର୍ତ୍ତି ଥିଲା। ସେହି ଛୋଟ ପିଲାଟି ବେଲୁନ ଫିଙ୍ଗିଦେଲା, ହେଲେ କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ବେଲୁନଟି ଠିକ୍ ଜାଗା ଉପରେ ପଡ଼ିଲା ନାହିଁ। ତଳେ ରାସ୍ତା ଉପରେ ପଡ଼ି ଫାଟିଗଲା, ଯାହାଫଳରେ ରଙ୍ଗୀନ ପାଣିର ଛିଟିକା ପଡ଼ିଥିଲା ସେହି ଗଳିରେ ଠିଆ ହୋଇଥିବା ଜଣେ ମୁସଲିମ ମହିଳାଙ୍କ ଉପରେ। ସେହି ମହିଳାଙ୍କ ନାଁ ଥିଲା ସାଇରା ଓରଫ କାଲି। ଏହାପରେ ସାଇରା ବହୁତ ରାଗିଗଲା। ସେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲା। ଏହାପରେ ଖବର ପାଇ ତରୁଣର ପରିବାର ଲୋକେ ଘରର ଛାତ ଉପରୁ ତଳକୁ ଆସିଥିଲେ। ତରୁଣଙ୍କ ମାମୁଁ ରମେଶ ସେହି ମହିଳାଙ୍କ ପାଖକୁ ଯାଇ କ୍ଷମା ମଧ୍ୟ ମାଗିଲେ। ସେହି ଛୋଟ ଝିଅ ବି ଆସି ଭୁଲ ମାଗିଥିଲା। ଏତେ କରିବା ସତ୍ତ୍ୱେ ମଧ୍ୟ ସେହି ମହିଳା କ୍ଷମା କରିନଥିଲେ, ହେଲେ କିନ୍ତୁ ସେଠାରୁ ଚାଲି ଯାଇଥିଲେ। ଏହାପରେ ତରୁଣର ପରିବାରକୁ ଲାଗିଥିଲା ଯେ ସେ ମାମଲା ବର୍ତ୍ତମାନ ସବୁକିଛି ଠିକ୍ ହୋଇଗଲା, କିନ୍ତୁ ଏହା ହୋଇନଥିଲା। କିଛି ସମୟ ପରେ ସେହି ମହିଳା ଅର୍ଥାତ୍ ସାଇରା, ଯିଏକି ନିଜ ପରିବାର ଓ ସମ୍ପ୍ରଦାୟର ଲୋକମାନଙ୍କୁ ନେଇ ପୁଣି ଆସିଲା। ସେମାନଙ୍କ ହାତରେ ଥିଲା ବାଡ଼ି ଓ ଲୁହା ରଡ୍, ଆଉ ସେମାନେ ତରୁଣଙ୍କ ପରିବାର ଉପରକୁ ଆକ୍ରମଣ କରିଥିଲେ। ରମେଶଙ୍କ ମୁଣ୍ଡରେ ଆଘାତ ଲାଗିଲା, ଛାତିରେ ବି ଲାଗିଲା।
ତାଙ୍କୁ 8ଟି ସିଲେଇ ପଡ଼ିଥିଲା। ତରୁଣଙ୍କ ବାପା ଓ ଭାଇଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା ଏବଂ ତାଙ୍କ ମା ମଧ୍ୟ ଆଘାତ ହୋଇଥିଲେ। ପରିସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ତରୁଣଙ୍କ ପରିବାର ଲୋକେ ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ। ବାହାରୁ ଲୋକେ ପଥର ଫୋପାଡ଼ୁଥିଲେ ଏବଂ ଝରକା ଭାଙ୍ଗିବାରେ ଲାଗିଯାଇଥିଲେ। ଏହି ସମୟରେ ତରୁଣ ଘରେ ନଥିଲା। ସେ ତା ସାଙ୍ଗମାନଙ୍କ ସହିତ ହୋଲି ଖେଳିବା ପାଇଁ ବାହାରେ ଥିଲା। ଏହାପରେ ଯେତେବେଳେ ତାକୁ ଘରୁ ଫୋନ୍ ଯାଇଥିଲା ଏବଂ କୁହାଗଲା ଯେ ତୋ ବାପା ମାଆଙ୍କୁ ପିଟୁଛନ୍ତି, ତୋର ଘର ଭାଙ୍ଗି ଦେଉଛନ୍ତି, ଶୀଘ୍ର ଆ। ଏହାପରେ ତରୁଣ ତୁରନ୍ତ ବାଇକ୍ ବୁଲାଇ ଘରକୁ ଧାଇଁ ଆସିଲା। ତାର କେବଳ ଗୋଟିଏ ଚିନ୍ତା ଥିଲା ଯେ ବାପା ମା ଠିକ୍ ଅଛନ୍ତି ତ। ହେଲେ କିନ୍ତୁ ସେ ଜାଣିନଥିଲା ଯେ ଏହା ତା ବିପକ୍ଷରେ ଗୋଟିଏ ବଡ଼ ଷଡ଼ଯନ୍ତ୍ର ଚାଲିଛି ଏବଂ ତାର ମୃତ୍ୟୁ ତାକୁ ଜଗି ବସିଥିବାର ତାକୁ ଅଜଣା ଥିଲା। ଏହାପରେ ଯେତେବେଳେ ସେ ଗଳି ଭିତରେ ପଶିବା ମାତ୍ରେ ତରୁଣ ଦେଖିଲା ପ୍ରାୟ 30ରୁ 40 ଜଣ ଲୋକ ସେଠାରେ ଜମା ହୋଇଛନ୍ତି। କେତେକଙ୍କ ହାତରେ ବାଡ଼ି, ଆଉ କେତେକଙ୍କ ହାତରେ ଲୁହା ରଡ଼୍, ଆଉ କେତେକଙ୍କ ହାତରେ ଇଟା ମଧ୍ୟ ଧରିଛନ୍ତି। ତରୁଣ ଯେତେବେଳେ ବାଇକ୍ ଛାଡ଼ି ଆଗକୁ ବଢ଼ି ଚାଲିଲା, ସେତେବେଳେ ଯାହା ଘଟିଲା ତାହା ନିଷ୍ଠୁରତାର ସୀମା ପାର କରିଦେଇଥିଲା। 7ରୁ 8 ଜଣ ଲୋକ ତାକୁ ପୁରା ଘେରିଗଲେ ଏବଂ ବାଡ଼ିରେ ପିଟିଲେ, ଲୁହା ରଡ଼୍ରେ ମଧ୍ୟ ପିଟିଲେ। ଏହାପରେ ଯେତେବେଳେ ସେ ତଳେ ପଡ଼ିଯାଇଥିଲା, ଶେଷରେ ତା ଉପରେ ପଥର ମଧ୍ୟ ଛେଚି ଦେଇଥିଲେ। ଏହାପରେ ସେ 7ରୁ 8 ଜଣ ଲୋକ ଚାଲି ଯାଇଥିଲେ। ତରୁଣ ସେଠି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲା। ଏହାପରେ ତାଙ୍କ ପରିବାର ଲୋକେ ଦୌଡ଼ି ଆସିଲେ ଏବଂ ତାକୁ ହସ୍ପିଟାଲରେ ନେଇ ଭର୍ତ୍ତି କରିଥିଲେ। ହେଲେ କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତା ପରଦିନ ସକାଳେ ତାର ମୃତ୍ୟୁ ହୋଇଥିଲା। ତରୁଣ ତ ମରିଗଲା, ହେଲେ କିନ୍ତୁ ଘଟଣା ସେଠାରେ ଶେଷ ହେଲା ନାହିଁ। ଖବର ପାଇ ପରିବାର ଲୋକେ ସ୍ଥାନୀୟ ବାସିନ୍ଦା ଥାନା ଆଗରେ ଜମା ହୋଇଗଲେ। ସେମାନେ ନ୍ୟାୟ ଦାବି କଲେ। କିଛି ସମୟ ପରେ ଭିଡ଼ ଏତେ ଜମିଗଲା ଯେ ଥାନାରୁ ଫେରି ସେମାନେ ଗଳିରେ ପହଞ୍ଚିଗଲେ, ଯେଉଁ ଗଳିରେ ତରୁଣର ହତ୍ୟା ହୋଇଥିଲା। ଯେଉଁଠି ଅଭିଯୁକ୍ତମାନେ ରହୁଥିଲେ ସେହି ଜାଗା ଉପରେ ପୁରା ଲୋକ ଜମା ହୋଇଯାଇଥିଲେ। ଲୋକେ ଉତ୍ତେଜନା ହୋଇ ତାଙ୍କ ଉପରେ ଆକ୍ରମଣ କରିବାରେ ଲାଗିଲେ ଏବଂ ତାଙ୍କ ଗାଡ଼ିକୁ ନିଆଁ ଲଗାଇ ଦେଇଥିଲେ। ଯାହାପରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ବ୍ୟାରିକେଡ୍ ଲଗାଇଥିଲା। CRPF ଯବାନମାନେ ମୁତୟନ ହେଲେ। ଗଳି 2 ଭାଗରେ ବିଭକ୍ତ ହୋଇଗଲା। ଏପଟେ ତରୁଣର ପରିବାର, ସେପଟେ ଅଭିଯୁକ୍ତର ଘର, ମାତ୍ର କିଛି ଘରର ବ୍ୟବଧାନରେ। କିନ୍ତୁ ଦୂରତା ଏବେ କେବଳ ଶତ୍ରୁତାର। ପୋଲିସ ତଦନ୍ତ କରିବା ଆରମ୍ଭ କଲା। ଧୀରେ ଧୀରେ 14 ଜଣ ଅଭିଯୁକ୍ତକୁ ଗିରଫ କଲା। ସେମାନଙ୍କ ଭିତରେ 3 ଜଣ ମହିଳା ମଧ୍ୟ ଅଛନ୍ତି, ସାଇରା ଓରଫ କାଲି, ସରିଫାନ ଏବଂ ସଲମା, ଏବଂ ସେଥିମଧ୍ୟରେ ଜଣେ ନାବାଳକ ମଧ୍ୟ ଅଟକ ଅଛି। ଏହା ଭିତରେ MCD ଅର୍ଥାତ୍ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ଏକ ବଡ଼ ନିଷ୍ପତ୍ତି ନେଇଛି। ମୁଖ୍ୟ ଅଭିଯୁକ୍ତ ଉମରଦିନ ଏବଂ ତା ପୁଅ ମୁଜଫରଙ୍କ ଘରର ଯେଉଁ ଅଂଶ ଅନଧିକୃତ ଭାବେ ଥିବାର ଜଣାପଡ଼ିଥିଲା, ତାହାପରେ ବୁଲଡୋଜର ଲଗାଇ ଘରକୁ ଭାଙ୍ଗି ଦିଆଗଲା। MCD କହିଲା ଯେ ଏହା ନାଳ ଉପରେ ହୋଇଥିବା ହେତୁ, ଅଧିକୃତ ନିର୍ମାଣ ହେଉଥିବା ହେତୁ ତେଣୁ ତାକୁ ଭାଙ୍ଗି ଦିଆଗଲା। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ତରୁଣଙ୍କ ପରିବାରକୁ ଭେଟିଥିଲେ। ସେ କହିଲେ ତରୁଣଙ୍କ ପରିବାରର ଦୁଃଖ ଅବର୍ଣ୍ଣନୀୟ। ଦେଶକୁ କଡ଼ାରୁ କଡ଼ା ସଜା ଦିଆଯିବ। ତରୁଣର ପରିବାର ଲୋକେ CBI ତଦନ୍ତ ପାଇଁ ଦାବି କରିଛନ୍ତି। ସେମାନେ କହୁଛନ୍ତି ପୋଲିସ ଠିକ୍ ଭାବେ ତଦନ୍ତ କରୁନାହିଁ। ପରିବାର ଲୋକେ ଏହା ମଧ୍ୟ ଦାବି କରିଛନ୍ତି ଯେ ସେମାନେ ଯେତେବେଳେ ଥାନାର ଦ୍ୱାରସ୍ଥ ହୋଇଥିଲେ, ସେତେବେଳେ ଥାନା ବନ୍ଦ କରିଦିଆଯାଇଥିଲା। ତରୁଣ ଚାହୁଁଥିଲା ଘରକୁ ଡିଜାଇନ୍ କରିବାକୁ, ହେଲେ କିନ୍ତୁ ଆଜି ତାର ନକ୍ସା ଅଧୁରା ହୋଇ ରହିଗଲା। ଏହାପରେ ପ୍ରସିଦ୍ଧ କ୍ରିକେଟର ଶିଖର ଧୱନ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଗୋଟିଏ ଛୋଟ ପିଲାର ବେଲୁନରୁ ଏତେ ବଡ଼ ହିଂସା ହେବ, ଏହା ବହୁତ ଦୁଃଖଦ ବିଷୟ। ମାନବିକତା କେବେ ବି ଏତେ ତଳକୁ ଯିବା ଉଚିତ ନୁହେଁ। ଆମେ ଯେତେବେଳେ ରାଗରେ କିଛି କରିବାକୁ ଯାଉ, ସେତେବେଳେ ଥରେ ଭାବିବା ଉଚିତ ଏହାର ପରିଣାମ କେତେ ଭୟାବହ ହେବ। ପିଲାମାନେ ଭୁଲ କରିପାରନ୍ତି, ସେମାନଙ୍କୁ କ୍ଷମା କରିବା ଶିଖିବା ଆବଶ୍ୟକ, କାରଣ କାଲି ସେହି ପିଲା ହିଁ ସମାଜ ଗଢ଼ିବ।